ପାଇଁ ଭଲ ଆଉ କୋଉ ଖାଦ୍ୟ ଖାଇଲେ ଆମ ଦେହ ପାଇଁ ଖରାପ। ଜାଣିଛୁ ସମସ୍ତେ କୋଉଟା ଖାଇଲେ ଭଲ କୋଉଟା ଖାଇଲେ ଖରାପ। ଆମ ଦେହ କୋଉ ଖାଦ୍ୟ ଖାଇଲେ ସୁସ୍ଥ ରହିବ ହେଲ୍ଦି ମଧ୍ୟ ରହିବା ଆଉ କୋଉ ଖାଦ୍ୟ ଖାଇଲେ ଆମ ଦେହ ଖରାପ ରହିବ ହେଲା। ଦେଖ ମୁଁ ତମକୁ ସମସ୍ତଙ୍କୁ କିଛି ଚାର୍ଟ ଦେଇଛି ହେଲା। କିଛି ଚିତ୍ର ଏଠି ଅଛି ହେଲ୍ଦି ଫୁଡ ଆଉ ଅନହେଲ୍ଦି ଫୁଡ ହେଲା। ମୋ ପାଖରେ ବି କିଛି ଗୋଟେ ଚାର୍ଟ ଅଛି। ଆମେ ଏଥିରୁ ଆଜି ଦେଖିକି ଜାଣିବା କୋଉ ଖାଦ୍ୟ ଖାଇଲେ ଭଲ ଆଉ କୋଉ ଖାଦ୍ୟ ଖାଇଲେ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଖରାପ ହେଲା। ଗୋଟେ ଗୋଟେ ଦେଖିବା ଚିତ୍ର ସବୁ ସମସ୍ତେ ଦେଖ। ଏଇଟା ହେଲା ବର୍ଗର। ବର୍ଗର ଖାଇଲେ ଆମ ଦେହ ଭଲ ନା ଖରାପ ନା ଖରାପ ରହିବ? ଖରାପ ରହିବ ହେଲା। ଏଗୁଡ଼ା ହେଲା ଅନହେଲ୍ଦି ଫୁଡ ଆମ ସ୍ୱାସ୍ଥ୍ୟ ପାଇଁ ଖରାପ। ଏଟା କଣ କପ୍ କେକ୍। କପ୍ କେକ୍ ଭଲ ଆମ ଦେହ ପାଇଁ ନାଇଁ ଭଲ ନୁହେଁ। ଏଟା କଣ ପପକର୍ନ ଭଲ ନାଇଁ ଏଟା ବି ଭଲ ନୁହେଁ। ଏଟା କଣ ଡୋନଟ୍ ଏଟା ବି ଆମ ଦେହ ପାଇଁ ଖରାପ। ଏଟା ହେଲା ସୁଗାରୀ ଜୁସ୍। ଚିନିର ମାତ୍ରା ଏଥିରେ ବହୁତ ପରିମାଣରେ ରହିଛି ଆମ ଦେହ ପାଇଁ ଭଲ। ଏଟା ସୁଗାରୀ ଜୁସ୍ ଟା। ଏଟା କଣ ଆଇସ୍କ୍ରିମ ଆମ ଦେହ ପାଇଁ ଭଲ ନାଇଁ। ଏଇଟା ବି ଗୋଟେ ଆଇସ୍କ୍ରିମ। ଆଇସ୍କ୍ରିମ ଖାଇଲେ ଆମ ଦେହ ଖରାପ। ଏଟା ବି ଗୋଟେ ପ୍ରକାର ବର୍ଗର। ଏଟା ବି ଖାଇଲେ ଆମ ଦେହ ଖରାପ ରହିବ। ଏ ହେଲା ପଟାଟୋ ଚିପ୍ସ ହେଲା। ତେଲରେ ଛଣା ହେଇକି ରହିଛି। ଏଟା ବି ଖାଇଲେ ଆମ ଦେହ ଖରାପ ହବ। ଯେତେ ମାର୍କେଟରେ ମିଳୁଥିବା ପ୍ୟାକେଟ ଜିନିଷ ମଇଦା ନୁଡଲ୍ସ ମ୍ୟାଗି ପାସ୍ତା ଏସବୁ ଜିନିଷ ଆମ ଦେହ ପାଇଁ ବହୁତ ଖରାପ। ଖାଇଲେ ଆମ ଦେହ ଧୀରେ ଧୀରେ ଖରାପ ହେଇଯିବ ହେଲା। ଜାଣିଲେ ଆମେ କିଛି କିଛି ଖରାପ ଖାଦ୍ୟ ବିଷୟରେ ଜାଣିଲେ ଏସବୁ ଖାଦ୍ୟକୁ ସମସ୍ତେ ଆଭଏଡ କରିବ ଖାଇବ ନାହିଁ ହେଲା। ରେଗୁଲାର ଭାବରେ ହାବିଟ ତାକୁ ପକେଇବନି ହେଲା। ମଝିରେ ମଝିରେ ଖାଲି ପାଟି ଟେଷ୍ଟ ପାଇଁ ଖାଇବା କିନ୍ତୁ ରେଗୁଲାର ଭାବରେ ଆମେ ୟାକୁ ଯେତେ ନ ଖାଇବା ସେତେ ଆମ ଦେହ ପାଇଁ ଭଲ ହେଲା। ତାପରେ ଆମେ ଜାଣିବା କୋଉ ଖାଦ୍ୟ ଖାଇଲେ ଆମେ ହେଲ୍ଦି ରହିବା ସୁସ୍ଥ ରହିବା ଆମ ଦେହ ମଧ୍ୟ ଭଲ ରହିବ ହେଲା। ଦେଖ ଏଠି ମ୍ୟାଙ୍ଗୋ ଅଛି ଏଟା ଆପଲ ଏ ଷ୍ଟ୍ରବେରୀ ଏସବୁ ଫ୍ରୁଟ୍ସ ଖାଇଲେ ଆମ ଦେହ ଭଲ ରହିବ ନା ଖରାପ ରହିବ? ଭଲ ରହିବ। ଆମେ ସୁସ୍ଥ ରହିବା ହେଲା। ଏଟା କଣ ଅଣ୍ଡା ଖାଇବା ଭଲ ରହିବ ନା ଖରାପ ରହିବ? ଭଲ ରହିବ। ଛେନା ଖାଇବା ଭଲ ରହିବ ଟି? ଖାଉଛ ତମେ ଛେନା? ହଉ। ଆପଲ ଖାଇଲେ ଆମ ଦେହ କଣ ରହିବ ଭଲ ରହିବ ନା ଖରାପ ରହିବ? ସୁସ୍ଥ ରହିବ। ଆଉ ଭାତ ଖାଇଲେ ରୁଟି ଖାଇଲେ ଡାଲି ଖାଇଲେ ଭଲ ରହିବ। କ୍ଷୀର ସମସ୍ତଙ୍କୁ କ୍ଷୀର ଭଲ ଦହି ଭଲ। ହଉ। ମାଛ ସମସ୍ତେ ଖାଉଛ? ମାଛ ମଧ୍ୟ ଖାଇଲେ ଆମ ଦେହ ସୁସ୍ଥ ରହିବ ଭଲ ରହିବ। ଚିକେନ ଖାଉଛ ସବୁ? ହଉ। ଶାଗ ଖାଉଛ ଆମେ? ଆଉ ବିଭିନ୍ନ ପ୍ରକାରର ଫ୍ରେଶ ପନିପରିବା ତାକୁ ମଧ୍ୟ ଖାଇଲେ ଆମ ଦେହ ଟମାଟୋ ବାଇଗଣ ଯେତେ ସବୁ ପନିପରିବା ଅଛି ଫ୍ରେଶ ପନିପରିବା ସବୁ ଆମେ ଖାଇଲେ ଆମ ଦେହ ସୁସ୍ଥ ରହିବ ଭଲ ରହିବ। ଘରେ ଆମେ ପ୍ରିପେୟାର କରିକି ଯୋଉ ଜିନିଷ ଖାଇବା ସେଇଟା ଆମ ଦେହ ମଧ୍ୟ ଭଲ ରହିବ। ମାର୍କେଟରେ ମିଳୁଥିବା ଖାଦ୍ୟ ସବୁ ଖରାପ ପ୍ୟାକେଟ ଜିନିଷ ସବୁ ଖରାପ ହେଲା। ଜାଣିଲ କୋଉ ଖାଦ୍ୟ ଖାଇଲେ ଆମ ଦେହ ସୁସ୍ଥ ରହିବ କୋଉଟା ଖାଇଲେ ଖରାପ ରହିବ। ତାକୁ କହନ୍ତି ହେଲ୍ଦି ଆଉ ଅନହେଲ୍ଦି